बर्तमान आम टे नीरव रहा आम मैंने कौन पे आसीचु निहाती तुम जाना दरकार है तेणु आम जो कम आम से कथा भी कहूँ टिके आम भगवान कथा आलोचना करूँ है जो थी कि भगवान कृपा रही आम सब भल पिला हवा तुम मैंने सब भल पिला हवा चाह कौ मैंने हवा चाह हाथ लगा अरे वाह बहुत बढ़िया हाथ पकाओ सी भल पिला हवा कहले भगवान आशीर्वाद दरकार तेणु आम पाठ पढ़ुचु बर्तमान आम छात्र छात्री से छात्र छात्री भितर केमी भगवान का कृपा काम कले बड़ बड़ मनीष महान मनीष हुंती मुझे भाया कथा कहि है टिके आम नीरव रहा भगवान आशीर्वाद प्रार्थना करवा तापर मु तुम मान किसी कहि है साइलेंस ओवर मु गोटे प्रार्थना कहि मो सहित तुम मैंने प्रार्थना कह बोलो मा 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 समस्ते बोलो मा 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 बोलो मा 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 बोलो मा 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 माँ नाम मूल मंत्र से ही एक साहा माँ नाम मूल मंत्र से ही एक साहा बोलो माँ 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 नामरे झरे पीयूष
ମା ନାମରେ ଭରା ଶିଷ, ମା ନାମରେ ଝରେ ପିଉସ, ମା ନାମରେ ଭରା ଶିଷ, ସେ ତ ଆନନ୍ଦମୟୀ ଚୈତନ୍ୟମୟୀ ସତ୍ୟମୟୀ ଆମ ମା। ସେ ତ ଆନନ୍ଦମୟୀ ଚୈତନ୍ୟମୟୀ ସତ୍ୟମୟୀ ଆମ ମା। ବୋଲୋ ମା 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 ମା। बोलो मा 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 मा। बोलो मा 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 मा। बोलो मा 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 मा। ମା ନାମ ସଦା ମୁଖରେ ଧରି ଏପାରି ସେପାରି ହୋଇବା ପାରି। ମା ନାମ ସଦା ମୁଖରେ ଧରି ଏପାରି ସେପାରି ହୋଇବା ପାରି। ସେ ତ କଲ୍ୟାଣମୟୀ କରୁଣାମୟୀ, ସେ ତ କଲ୍ୟାଣମୟୀ କରୁଣାମୟୀ ସ୍ନେହମୟୀ ମୋ ମା। ବୋଲୋ ମା 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 ମା। बोलो मा 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 मा। 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 करुणामयी माँ परम प्रभु श्री अरविंद, मोर अति आदर कुनी कुनी भौणी माने, मु आज तुम स्कूल ले तुमको देखला पर मत बहुत खुशी लगुच। तुम तो मत चिन्ह ना, मु हूँ अजय भाई केन्दुझर आसी है। मु आसी मु माँ को कथा कहबी, श्री अरविंद कथा कहबी। जो माँ श्री अरविंद होचंती दिव्य जननी, निजे माँ जी से होचंती दिव्य जननी, श्री अरविंद से होचंती परम प्रभु। मु आज से दिव्य जननी परम प्रभुंकर कथा कहवाई आसी। अच्छा मत कह, तुम घरे तुमको क्या बेसी भल लगे? माँ को भल लगे। तुम ऋषि थे तुम माँ तुमको केमी गेल कर खाया दिखती? बापा रागे चापुड़ लगेदेवे, तुम रागिकी ऋषिकी खाऊ न हेले तुम माँ लुचेक नहीं तुमको खाया दे दो। तुम देह खराब हेले ज्वर हेले किए तुम सेवा करती? तेरे माँ नाम एते मधुरता अच्छी जे ताको भाषा रे कही हब ना। अति प्रिय आमर माँ, सबुठ निजर आमर माँ। सी आम न खाई खाया रखी थाए, सी आमको दब बोली से खाई न मो छुआ आगे खाई सारू कहे ना नहीं। तुम किसी गोटे दरकार मेला बुली जाऊच पैसा दरकार क्या माग तुम माँ को माग, तेणु तुमको माँ बहुत भल लगती। ये माँटा हठात बाहरी जाए, धर रास्ता जाऊच हठात गोटे सपड़ इलो माँ लो कौच ना नहीं
କିମ୍ବା ଗୋଟେ ହଠାତ୍ ଗୋଟେ କ'ଣ ଗୋଟେ ଜୀବଟେ ବାହାରି ପଡ଼ିଲା ତମକୁ ଡର ଲାଗୁଛି, ଇଲୋ ମାଲ କହିକି ହାଉଳି ଖାଉଛ, ତାହେଲେ କୋଉ ନାଁଟା କହୁଛ? ମା ନାଁଟା କହୁଛ। ଏଇ ମା ନାଁରେ ଏତେ ପ୍ରଭାବ ଅଛି ଯେ ତମେ ଯେ ସେ ମା ନାମ ଜପିଦବ ବହୁତ କଥା ହେଇଯିବ। ବୁଝିଗଲା? କେମିତି ମା ନାମ ଜପିଲେ କ'ଣ ହୁଏ ମୁଁ କେତେ ଗୋଟେ ସତ ସତ ଘଟଣା କହିବି, ମୁଁ ଗପ କହିବି ନାହିଁ, ହେଲା। ଆଚ୍ଛା, ମା ଅକ୍ଷରକୁ ଯଦି ବନାନ କରିବା କ'ଣ ହବ? ମ ଆକାରେ ମା, ଜାଣିଛ କି ନାଇଁ? ମ ଆଉ ଗୋଟେ ଆକାର ଦିଆଯାଇଥାଏ, ହେଲା। ତେଣୁ ଆକାର ହଉଛି ଅଗ୍ନି ବୀଜ, ମ ହେଲା ଚନ୍ଦ୍ର ବୀଜ। ତାମାନେ ଆକାଶରେ ଚନ୍ଦ୍ର ଦେଖିଛ ନା? ଜହ୍ନ ଦେଖିଛ ତ? ଜହ୍ନ ଆଲୁଅରେ ଖେଳିବାକୁ ଭଲ ଲାଗେ, ଅନ୍ଧାର ବି ପଳେଇଥାଏ। ଆକାଶରେ ଯଦି ରାତିରେ ଜହ୍ନ ଅଛନ୍ତି ଆଉ ଅନ୍ଧାର ରହେ କି? ଜହ୍ନ ଆଲୁଅରେ ବୁଲିବାକୁ ଭଲ ଲାଗେ, ଖେଳିବାକୁ ଭଲ ଲାଗେ, ଲୁଚିବାକୁ ଭଲ ଲାଗେ, ଲୁଚୁକାଳି ଖେଳ ଖେଳିବାକୁ ଭଲ ଲାଗେ ନାଇଁ? ଆଚ୍ଛା, ଜହ୍ନ ଆଲୁଅ ଆମକୁ କାଟେ କି? ଖରା କିରଣ ଯେମିତି କାଟୁଛି, ସୂର୍ଯ୍ୟଙ୍କର କିରଣ ଖରା ଜୋର ହେଲେ ଆମକୁ କାଟୁଛି, ଆମେ ଗଛ ମୂଳ ଦେଖି ଛାଇରେ ବସୁଛେ। ହେଲେ ଆକାଶର ଚନ୍ଦ୍ର କିରଣ କେବେ ଆମକୁ କାଟେ? କାଟେ। ସିଏ ପୁରା ବଢିଆ ଥଣ୍ଡା, କେବେ କାଟେନି। ବୁଝିହଉଛି? ଆଚ୍ଛା, ଚନ୍ଦ୍ର ରହିଲେ ଅନ୍ଧାର ରହିବ କି? ଆକାଶରେ ଯଦି ଚନ୍ଦ୍ର ଅଛନ୍ତି ତାହେଲେ ଅନ୍ଧାର ରହିବ? ଅନ୍ଧାର ରହିବ ନାହିଁ। ବୁଝିଗଲା? ଆଉ ଆକାର ହେଲା ଅଗ୍ନି। ଅଗ୍ନିର କାମ କ'ଣ? ନିଆଁ ଦେଖିଛ ତ? ତମ ରୋଷେଇବାସ ହଉଛି, କାଠକୁ ଜାଳି ଦଉଛି, ଘର ଦ୍ୱାର ବି ପୋଡ଼ି ପକଉଛି। ତେଣୁ ଅଗ୍ନିର କାମ ହେଲା ପୋଡ଼ିବା। ଆମ ଭିତରେ ଯୋଉ ଖରାପ ଗୁଣ ଅଛି, ଆମ ଭିତରେ ରାଗ ଅଛି ନା ନାହିଁ? କଳି କରିବା ଗୁଣ, ଚିମଟା ଚିମଟି ଗୁଣ, ଚୁଟି ଟଣାଟୁଣି ଗୁଣ, ବିଧା ମରାମରି ଗୁଣ ଅଛି ନା ନାହିଁ? ଅଛି। ପାଠ ପଢିଲା ବେଳେ ଖୁଜୁବୁଜୁ ଗୁଣ ଅଛି ନା ନାହିଁ? ଅଛି। ତେଣୁ ଆମ ଭିତରେ ଯୋଉ ଖରାପ ଗୁଣ ଗୁଡାକ ଅଛି ସେଗୁଡାକୁ ଦୂର କରିବା ପାଇଁ ମା ସାହାଯ୍ୟ କରିବେ। ଏଇ ମା ଆମକୁ ତିଆରି କରିଛି, ଗଛଲତା ତିଆରି କରିଛି, ପଶୁପକ୍ଷୀ ତିଆରି କରିଛି, ଜୀବଜନ୍ତୁ ତିଆରି କରିଛି, କୀଟପତଙ୍ଗ ତିଆରି କରିଛି, ସମସ୍ତଙ୍କୁ ଏଇ ମା ତିଆରି କରିଛି। ଆଚ୍ଛା, ପବନ କିଏ ତିଆରି କରିଛି? ମା ତିଆରି କରିଛି। ପାଣି କିଏ ତିଆରି କରିଛି? ମା ତିଆରି କରିଛି। ମାଟି କିଏ ତିଆରି କରିଛି? ମା ତିଆରି କରିଛି। ଅଗ୍ନି ନିଆଁ କିଏ ତିଆରି କରିଛି? ବୁଝି ହଉଛି? ଆକାଶ କିଏ ତିଆରି କରିଛି? ଯଦି ଏଗୁଡିକ ତିଆରି ହେଇ ନଥାନ୍ତା ଆମେ କ'ଣ ଥାନ୍ତେ? ଆମେ କ'ଣ ଖାଇକି ବଞ୍ଚୁଛେ? ଆମେ କ'ଣ ଖାଇକି ବଞ୍ଚୁଛେ? ଭାତ, ପନିପରିବା, ତରକାରୀ, ଡାଲି। ସେଟା କୋଉଠି ହେଇଛି? ଗଛରେ। ଆଚ୍ଛା, ଗଛଟା ତିଆରି ହେଲା କେମିତି? ଯଦି ମା ଗଛଲତା ତିଆରି କରି ନଥାନ୍ତେ ଆମେ ଖାଇପାରନ୍ତେ? ଖାଇପାରନ୍ତେ। ପବନ ଯଦି ତିଆରି କରିନଥାନ୍ତେ ନିଶ୍ୱାସ ନେଇପାରନ୍ତେ? ମରିଯାଆନ୍ତେ ନା ବଞ୍ଚନ୍ତେ? ମରିଯାଆନ୍ତେ ନାଇଁ? ତାହେଲେ ପବନ ତିଆରି କରିଛି। ପାଣି ନ ପିଇଲେ ବଞ୍ଚିବା ନା ମରିବା? ମାଟି ନ ରହିଲେ ଗଛଲତା ହବ କି? ଆକାଶ ନ ରହିଲେ ତ ସୂର୍ଯ୍ୟ ନ ରହିବେ ତାହେଲେ ଅନ୍ଧାର ହବ। ଅନ୍ଧାରରେ ବଞ୍ଚି ପାରିବା? ଅନ୍ଧାରରେ ବଞ୍ଚି ପାରିବାନି। ସବୁବେଳେ ଯଦି ଅନ୍ଧାର ହବ ଗଛ ହବନି। ସୂର୍ଯ୍ୟ କିରଣ ପାଇଲେ ଗଛ ହବ। ଅନ୍ଧାର ହେଇଯିବ ଚାରିଆଡେ, ଯଦି କେହି ବଞ୍ଚି ପାରିବେନି। ତାହେଲେ ଏଇ ଯୋଉ ଅନ୍ଧାରକୁ ଦୂର କରିବା ପାଇଁ ଆକାଶରେ ସୂର୍ଯ୍ୟ ଅଛି, ସୂର୍ଯ୍ୟ ଭିତରେ କିଏ ଆଲୋକ ଦଉଛି? ଏଇ ମା ଦେଇଛନ୍ତି। ବୁଝିଗଲା? ଆଚ୍ଛା, ତମର ହାତ ଅଛି, ଗୋଡ ଅଛି, ଆଖି ଅଛି, କାନ ଅଛି, ହେଲା। ଅନେକ ଲୋକଙ୍କର ହାତ ଗୋଡ ସବୁ ଅଛି କିନ୍ତୁ ଚାଲୁନି, ଚୁପିକି ବସିଛନ୍ତି। କାହିଁକି? ହାତ ଅଛି, ଗୋଡ ଅଛି କିନ୍ତୁ ଚାଲୁନି। ମା ଯଦି ଶକ୍ତି ନ ଦେବେ ତାହେଲେ ଆମ ହାତ ଗୋଡ ଚାଲିବନି। ଆଖି ଥିଲେ ବି ଦେଖିପାରିବା ନାହିଁ, କାନ ଥିଲେ ବି ଶୁଣି ପାରିବା ନାହିଁ। ବୁଝିହଉଛି? ମୁଣ୍ଡରେ ମସଲା ଯୋଉ ଅଛି, ବ୍ରେନ ବୋଲି ତାକୁ କହୁଛେ। ପାଠ ସେଇଥିପାଇଁ ପଢିଲେ ମନେ ରହୁଛି।
तेणु माँ जदि कृपा न करिवे आमे किसी पाठ भी मन रखी परिबा नहीं। माँ जदि न रहिबे आमे बंची परिबा नहीं। तेणु आम भितरे माँ अछंती हला जे सबु भगवान मानक तैयारी करछंती। सबु भगवान माने राम ना जानिच, श्रीकृष्ण ना जानिच, जीशु ना जानिच, बुद्धदेव का ना जानिच, विवेकानंद का ना जानिच, चैतन्य का ना जानिच, श्री चैतन्य हरे कृष्ण हरे राम जो कीर्तन करछंती हैं जानछ ना गाँ मानक अष्टप्रहरी होउची हरे कृष्ण हरे राम निताय गौर राधे श्याम करछंती ना। तेणु ये जो चैतन्य महाप्रभु तांकु भी किए तैयारी करछि माँ। अच्छा मते कह देखा बुद्धिया पिला किए मत कहवा तुमको किए जन्म देला तुम माँ को किए जन्म देला तुम माँ को तुम आई जन्म देछि तुम माँ को सतना मिछ पुणी तुम आई को किए जन्म देछि तार माटा पुणी से माँ को पुणी किए जन्म देछि तार माटा पुणी से मार बा को किए ताकू किए जन्म देछि तार तार मूल रे जने माँ जन्म देछि ना नहीं से माटा किए से मूल माटा किए से होचंदी आदि माता दिव्य जननी सी हेले भगवान बुझीगला। तेणु जेहेतु सी हेले भगवान अच्छा भगवान का छुआ कौन हम कुकुर छुआ कौन हम कुकुर छुआ जन्म कला कुकुर जन्म करे ना बिलेटे कुकुर यदि जन्म कर कुकुर छुआ ही जन्म कर बिलेई बिलेई छुआ बिलेई हम ना अन्य किसी हम माकड़ छुआ माकड़ हम ना अन्य किसी हम आ भगवान का पिला हाँ कोटि के भगवान पिला कौन हम केमिति भगवान पिला मनुष्य होला बिलेई रे छुआ बिलेई कुकुर रे छुआ कुकुर छेली रे छुआ छेली मेंढा रे छुआ मेंढा आ भगवान का छुआ भगवान एना आमे सब गोटे गोटे भगवान किंतु ऊपर गोटे पोशाक अलग पिंधे मनुष्यर पोशाकटा पिंधे मुना देखुच मनीष गोटे बाघर पोशाक पिंधिकी आसी बाघ होइजिबी गोटे भालुर पोशाक पिंधिकी आसी भालू होइजिबी गोटे हरिणर पोशाक पिंधिकी आसी हरिण होइजिबी कौन हेबी से मनीष पोशाकटा पिंधि बाघर। अच्छा बाघ पोशाक पिंधिले किए बाघ हो जाए भालुर पोशाक पिंधिले किए भालू हो जाए ताले आमे भगवान गोटे मनीषर पोशाक पिंधु पोशाकटा काढ़ीदेले भगवान नहीं बुझी बुझी नहीं तमें धर एना जाइच खेलवाई पहाड़ जगार गोटे जगह दूर को जाइच गोटे कादुआ जगह अच्छी तुम पड़गल अच्छा कादुआ जगार तो पड़गल तुम देह हाथ कादुआ हम ना नहीं मुह कान चारिआडे कादुआ हो तुमको चिन्ह हेनी कादुआ भितर पड़गल किए रे छुआटा एमती कौन है आम कह ना नहीं चिन्ह हम कि कादुआ पड़गला चिन्ह हुए नहीं ताले कादुआ को धोइबाई पानी दरकार ना नहीं आम देहर कादुआ लगिले से कादुआ केमी सफा करवा पानी डाल सफा कला पर हमको चिन्ह हम ना नहीं कादुआ को पानी रे सफा करा जाए है आमे मनीषर खोलपा धरचु मनीष खोलपाटा को हटे दवा भितर कौन बाहर भगवान आंब खाइच सत को मैंने आंब खाइच सब पिला आंब खाइच हौ आंब खाइला पर गोटे टाकुआ बाहर ना नहीं टाकुआ भितर कौन अच्छी किए देखिच कोइली से कोइली रु गछ होची ना नहीं से आंब टाकुआटा धर माटी पड़गला माटी पड़गले कौन हम किसी दिन पर गछ बाहर तेने गछटा कौटू बाहर से कोइलीटा भितर देखा कोइलीटा फटेकी देख कौटी आंब गछटा लुचिकी अच्छी देखी पार मु आंब खाईदेली टाकुआ बाहर करदेली ता कोइली की बाहर करदेली देखिया कौटा तार गछ बाहर कर हम बाहर गछ
ଗଛ ବାହାରିବନି, ଖାଲି ଧଳା ସଂସଟେ ବାହାରିବ। ଗଛ ବାହାରିବ କି? କିନ୍ତୁ ସେଇ ଆମ୍ବଟା ଗୋଟେ ମାଟିରେ ପଡ଼ିଗଲେ କିଛି ଦିନ ପରେ ଗୋଟେ ଗଛ ବାହାରୁଛି। ଆଉ ଆମେ ତାକୁ ଫଟେଇ ଦେଇକି ତା ଖୋଳପାଟା ବାହାର କରିଦେବା, ଗୋଟେ ଧଳା ସଂସଟେ ବାହାରୁଛି ହେଲା, ଗଛ କୋଉଟା ଜାଣି ହଉନି। ସେମିତି ଆମ ଉପରେ ଯୋଉ ଖୋଳପାଟା ଅଛି ତାକୁ ବାହାର କରିବାକୁ ପଡ଼ିବ ହେଲା, ତାହେଲେ ଭିତରେ ସେ ଶଂସଟା ବାହାରିବ। ସେ ଶଂସ ହଉଛି ଭଗବାନ। ଭିତରେ ଆମର ଭଗବାନ ଅଛନ୍ତି, ଉପରେ ଗୋଟେ ମଣିଷର ଖୋଳପା ଅଛି, ଆମ ଭିତରେ ଭଗବାନ ଅଛନ୍ତି। ଏଇ ମଣିଷକୁ ତିଆରି କରାହେଇଛି, ତମ ଭିତରେ ଯୋଉ ଭଗବାନ ଅଛନ୍ତି ତମେ ତାକୁ ଖୋଜ, ସୁଖୀ ହବ। ଟଙ୍କା ତମକୁ ଖୁସି କରାଇବନି। କହୁଛ ଆମେ ବଢିଆ ବଢିଆ ଜିନିଷ କିଣିକି ଖାଉଛୁ, କୁଆଡୁ କୁଆଡେ ଗାଡିରେ ବୁଲୁଛୁ, ଟଙ୍କା ଅଛି ବୋଲି ଖୁସିରେ ନାହୁଁ। ଆଚ୍ଛା ମତେ କୁହ, ଗୁଡାଏ ଟଙ୍କା ତମକୁ ଦିଆଯିବ, ଭଗବାନ କହିଲେ ହଁ ଟଙ୍କା ନିଅ, କୋଟିଏ ଟଙ୍କା ଦିଆଯିବ। କୋଟିଏଟା କେତେ ଜାଣିଛ ତ? 1ରେ 7ଟା ଶୂନ, କୋଟିଏ ଟଙ୍କା ଦିଆଗଲା। ତାପରେ ପବନ କୁହାଯିବ ଯେ ସଂସାରରୁ ପଳା, ପବନ ନାହିଁ, ବଞ୍ଚିବ ନା? କୋଟିଏ ଟଙ୍କା ଅଛି, ବଞ୍ଚିବ ତ? କୋଟିଏ ଟଙ୍କା ବଞ୍ଚେଇବ ନାହିଁ। ଆଚ୍ଛା କୋଟିଏ ଟଙ୍କା ଥିଲେ ରୋଗ ଡରିକି ପଳେଇବ କି? କୋଟିଏ ଟଙ୍କା ରହିଲେ ଚୋର ଆସିବେ ନା ନାଇଁ ତମ ଘରକୁ? ବାଟରେ ଲୋକେ ତମକୁ ଛେକିବେ ନା ନାଇଁ? ଛୁରୀ ଧରିବେ, ଭୁଜାଲି ଧରିବେ, ବନ୍ଧୁକ ଦେଖେଇବେ, ହେ ପଇସା ବାହାର କର, ନହେଲେ ଗୁଡୁମ ଗୁଡୁମ, ବୁଝିହେଉଛି କି ନାଇଁ? ନହେଲେ ଗୁଡୁମ ଗୁଡୁମ କରିଦେବେ, ବୁଝିହେଉଛି କି ନାଇଁ? ତାହେଲେ ଟଙ୍କା ରହିଲେ ମଣିଷ କଳି କରୁଛି ନା ନାଇଁ? ଘରେ ଘରେ ଟଙ୍କା ପଇସା ପାଇଁ କଳି ହଉଛି ନା ନାଇଁ? ଜମିବାଡି ପାଇଁ କଳି ହଉଛି ନା ନାଇଁ? ଧନ ସମ୍ପତ୍ତି ପାଇଁ କଳି ହଉଛି ନା ନାଇଁ? ତାହେଲେ ଟଙ୍କା ରହିଲେ କଳି ହେଲା, ଟଙ୍କା ରହିଲେ ଚୋର ଆସିଲେ, ଟଙ୍କା ରହିଲେ ରୋଗ ବି ହେଲା, ଟଙ୍କା ରହିଲେ ରାତିରେ ନିଦ ହବନି, ଚୋର ପଶିବେ କି? ତାହେଲେ ଟଙ୍କା କଣ ଆମ ସୁଖର ବାଟ? ଭଗବାନଙ୍କ କୃପା ଆମର ସୁରକ୍ଷା ବାଟ। ଆମେ ଯଦି କରୋନା ହେଲା, ରୋଗ ଆସିବ, ଯଦି ଆମେ ଭଗବାନଙ୍କୁ ଡାକିଥିବା ତାହେଲେ ରୋଗ ଆଉ ଆସିବନି। ମୁଁ ଗୋଟେ ଗପ କହୁଛି, ମନ ଦେଇ ଶୁଣ। ସ୍ୱାମୀ ସ୍ତ୍ରୀ 2 ଜଣ ଥିଲେ, ତାଙ୍କର ଛୁଆ ପିଲା ହଉନଥିଲା। ଭଗବାନ ଶିବଙ୍କୁ ସେ ପ୍ରାର୍ଥନା କଲେ, ବହୁତ ପ୍ରାର୍ଥନା କଲେ, ବହୁତ ପ୍ରାର୍ଥନା କଲେ। ଶିବ ବହୁତ ଉଦାର, ଦୟାବାନ, କହିଲେ ତମେ ବହୁତ ପ୍ରାର୍ଥନା କଲଣି, ତେଣୁ ତମ ପ୍ରାର୍ଥନା ମୁଁ ପୁରା ଖୁସି, ତେଣୁ ତମକୁ ମୁଁ ବର ଦେବି। କଣ ବର ମାଗୁଛ ମାଗ। ସେ ମାଗିଲେ ଆମକୁ ଗୋଟେ ପିଲା ଦିଅ। ଆଚ୍ଛା ଆଚ୍ଛା ଏଇ କଥା, ଠିକ ଅଛି, ମୁଁ ତମକୁ ଗୋଟେ ଅପସନ ଦଉଛି। ଗୋଟେ ପିଲା ଦିଆଯିବ ଯିଏ ବହୁତ ବର୍ଷ ବଞ୍ଚିବ, କିନ୍ତୁ ସମାଜରେ ଯେତେ ଖରାପ କାମ କରିବ। ଆଉ ଗୋଟେ ପିଲା ଦିଅ 12 ବର୍ଷ ବଞ୍ଚିବ, କିନ୍ତୁ ସବୁଠୁ ଜ୍ଞାନୀ ହବ, ବିଦ୍ୱାନ ହବ, ପଣ୍ଡିତ ହବ, ସବୁ ଜ୍ଞାନର ଅଧିକାରୀ ହବ, କିନ୍ତୁ 12 ବର୍ଷ ବଞ୍ଚିବ। କୋଉ ପିଲା ନବ କୁହ? ଶିବ ଏଇ କଥା କହିଲେ ହେଲା। କେତେ ବର୍ଷ ବଞ୍ଚିବ ଗୋଟେ ପିଲା? 12 ବର୍ଷ। ସବୁ ଗୁଣ ତାଠି ଥିବ, ସବୁ ଗୁଣ, ଭଲ ଗୁଣ ଥିବ, ଖରାପ ଗୁଣ ତାର ନାହିଁ। ଜ୍ଞାନ ତାର ବହୁତ, ସାରା ଦୁନିଆରେ ସବୁଠୁ ବଡ ଜ୍ଞାନୀ ସିଏ ହେଇଯିବ, ସବୁ ଭଲ ଗୁଣ ତାଠି ଥିବ। ଆଉ ଗୋଟେ ପିଲା ବହୁତ ବର୍ଷ ବଞ୍ଚିବ, କିନ୍ତୁ ଯେତେ ସମାଜର ଖରାପ କାମ ସେ କରିବ। ବାପା ମା କୋଉ ପିଲା ମାଗିବେ? ଭଲ ପିଲାଟା ମାଗିବେ ନା ଖରାପ ପିଲାଟା ମାଗିବେ? ଠିକ ସେୟା କଲେ ସେ ମାଗିଲେ ଆମକୁ ସେ ଭଲ ପିଲାଟା ଦିଅ, 12 ବର୍ଷ ବଞ୍ଚୁ ହେଲା। ତେଣୁ ସେ 12 ବର୍ଷ ପାଇଁ ଆସିଲା। ଛୁଆ ଦିନଠୁ ତାର ଗୁଣ ବିକାଶ ହେଲା। 3 ବର୍ଷ ବେଳକୁ ସବୁ ଜ୍ଞାନର ଅଧିକାରୀ ହେଇଗଲାଣି। 3 ବର୍ଷରୁ ହେଲା, ଚାରିଆଡେ ପୃଥିବୀ ସାରା ତାକୁ ଝୁରିଲେଣି, ଏତେ ଜ୍ଞାନୀ ଯେ ସିଏ ସବୁ ଜ୍ଞାନ ଜାଣିଛି। ତାପରେ ଧୀରେ ଯେତେବେଳେ 11 ବର୍ଷ ହେଇଗଲା, ବାପା ମା ଯୋଉ ଖୁସିରେ ଥିଲେ, ଧୀରେ ଧୀରେ ତା ଖୁସି କୁଆଡେ ପଳେଇଲା। ଯୋଉ ହସୁଥିଲେ ତାଙ୍କ ହସ ବନ୍ଦ ହେଇଗଲା। ଛୁଆ ଦେଖିଲା
मो बापा माँ आगुरी बहुत खुशी रे थिले, हस हस मुह थिला, इबे ता मुहरे हस कौन बाहर नहीं, कौन हैला तांकर किछि गोटे ओडुआ निश्चय हेइछि। कौन ओडुआ हेइछि? माँ को पचला, माँ कौन है तुमरा हस बाहर नहीं? बापा पचला, बापा कौन है तुमरा हस बाहर नहीं, कौन असुविधा है? के आओ कहू ना, बापा कहो ना। बापा से कहीदे, माँ डरिकी कहूनी, बापा कहीदे कहले तते आमे तपस्या करिकी पाइथिलु, 12 वर्ष पाइथिलु, 11 वर्ष हो मात्र तू वर्षे बंचू, तते आम हरइबू। तेणु से हरइबा दुखटा एबेठू आरंभ हो गलानी। तते हरइले आमे बंचू केमिति? तू संसार विदाय नहीं जू, मरीजु तू 12 वर्ष हेले, तते आम हरइबू। से आम मनटा दुख होला। क्लो यहीटा मन दुख कर चिंता करना, तमें मत सीना जन्म देच, मो भाग्य कौन तुम तैयारी कि? मो भाग्य मु तैयारी करी। तमें मत प्रार्थना करी आनिच जे भगवान शिव को तुम मो प्रार्थना कर, तेणु भगवान शिव आशीर्वाद कले मु जन्म हेली। तेणु मते तुम आशीर्वाद रे पाइच, भगवान का आशीर्वाद रू पाइच, तपस्या रू पाइच। मु भी तपस्या शिखी, कहीं छेने आउच, व्यस्त हुओ नहीं। तेणु 12 वर्ष पुरिया अल्प दिन थाए है। बापा माँ पूरा खाली कांदुच, खाली कांदुच, क्या 12 वर्ष पुरी जो पिलाटा मरज। पिला बसला तपस्या रे, ओम नमः शिवाय, ओम नमः शिवाय, ओम नमः शिवाय, एन बस तपस्या कला। शिव ता तपस्या रे पूरा खुशी हो गए। तेना चारिपटे गोटे सुरक्षा बल तैयारी करदे, माने गोले गोलेटे बनईदे है। आ से गोले भितर जी पशु झटका खाइब, इलेक्ट्रिक करेन्ट जी मारे झटका, जानते ना? से भाया से गोले भितर को जी पशु से झटका खाइब, तेणु पशि पारन। बुझीगला? मझिरे छुआ रही तपस्या करुच्ची, शिव ता चारिपटे गोटे गोलटे करे सुरक्षा बलय गोटे तैयारी करदे। जम देखला कैलेंडर किए किए कौ दिन मरुंच, समस्त कैलेंडर पाखे देखले ए पिलाटार आयुष पूरी गला है। जमदूत पटेल जा से पिलार आत्माटा को नहीं आस। जमदूत मैंने आसिले, से जानी ना बलय कथा, माटी जाऊे पिला को आने बाजिला एमती करेन्ट दे फोपाड़ी पड़े, ये कौन करेन्ट मार्ची? हाँ ना एपटे जी आउ गोटे बाटे जा, आउ गोटे बाटे पुणी पशिले, पुणी झटका खाइले ना एपटे करेन्ट मार्चे, आउ गोटे पटे जा, पुणी आउ गोटे पटे गले, पुणी झटका खाइले। शेष में जमदूत मैंने कहले पिला पाखे पहुंची हेनी, जो पटे गला बेलू करेन्ट मारुची, फोपाड़ दौची, आमे पिला पाखे पहुंची पारनु, पिला को नबू केमी? जा जम को कहले, कहला आज आम से पिलाटा को आनी पार्लुनी, कौन गोटे 12 वर्षर छुआटा को तुम आनी पारन, केमितिका दूत तुम हेच? अपदार्थ गुड़ाक गोटिकार। जम भय रागिले दूत मान को, कहला आज आमको रागिले कौन हम, आपन जाकि देखु ना केमती झटका मारुची सेठी। जम से तार गदा फदा धरी महिषी पिठरे बसी आसिले है। जम भी जाना ये पिला को माटी जाऊे बाजरा झटका, बाबा इतनी करेन्ट, आउ गोटे पटे गले पुणी बाजरा झटका, कहले ना पिला के मझे बस तार बसिकी तपस्या कर, ओम नमः शिवाय, ओम नमः शिवाय, ओम नमः शिवाय, ओम नमः शिवाय। बुझेगा? एम जपुच। तापरे ये जो जमदेव देखिले पिला पाखर तो पहुंची होनी, ताकू नबा केमिति? फिंगा जाला देखिछ ना, माछ धरन जो हाथ में धरते घूरे घूरे छाटिबे, तापर धीरे धीरे टाणिबे, देखिछ ना फिंगा जाल? जम से सुरक्षा बलय बाहर रही गोटे जालटे फोड़े पिला,
ଶିବ ତ ପୁରା ରାଗିଗଲେ କହିଲେ ମୂର୍ଖ ଜମ, ତୋର ଗୋଟେ କାଣ୍ଡ ଜ୍ଞାନ ନାହିଁ, ସିଏ ମୋର ଆଶ୍ରିତ ହେଇଛି, ତୁ ଆସିକି ତାକୁ ନବା ପାଇଁ ଚାହୁଁଛୁ? ପୁରା ଶିବ ପୁରା ନଟରାଜ ରୂପ ଧଇଲେ ଭୟଙ୍କର ଭାବରେ। ମେଦିନୀ ମା ଭୂଇଁକୁ ଗୋଟେ ଥର ପାଦରେ ଏମିତି କରିଦେଲେ ଯେ ଭୂଇଁ ପୁରା ଥରିଲା, ମେଦିନୀ ପୁରା କମ୍ପମାନ ହେଇଗଲା। ଯମ କହିଲେ କଣ ଏମିତି ଭୂଇଁଟା ଥରିଲାଣି? ଶିବ ପୁରା ଭୟଙ୍କର ରାଗିଛନ୍ତି, ତ୍ରିଶୂଳ ଧରିକି ଆସିଲେ ଯମଦେବକୁ ମାରିଦେବେ ବୋଲି। କହିଲେ ଆଜ୍ଞା କ୍ଷମା କରନ୍ତୁ, ମୁଁ କଣ ଅପରାଧ କଲି? ତମର ଗୋଟେ ସାଧାରଣ ଜ୍ଞାନ ନାହିଁ, ସିଏ ମୋର ଶରଣ ନେଇଛି, ତମେ ତାକୁ ମୋଠୁ ଛଡେଇ ନେବାକୁ ଚାହୁଁଛ? ଶରଣ ନେଇଥିବା ଲୋକ ଛଡାଯାଏ? କେମିତି ତମେ ଯମଦେବ ହେଲ? ତମର ଏତିକି ସାଧାରଣ ଜ୍ଞାନ ନାହିଁ? ତମେ ଯିବ ନା ମୁଁ ଏତେ ଷୋଳ ତମକୁ ମାରିଦେବି? ତାହେଲେ ଆଜ୍ଞା ମୁଁ ମୋ ଡ୍ୟୁଟି କରୁଥିଲି। କଣ ଡ୍ୟୁଟି କରୁଥିଲ? ଆଜ୍ଞା ତାର 12 ବର୍ଷ ପୁରିଗଲା, ତା ଆତ୍ମାଟାକୁ ନବା ପାଇଁ ଆସିଥିଲି। ଭଲ କି ଦେଖ ତମ କ୍ୟାଲେଣ୍ଡର। ଯମ ପୁଣି କ୍ୟାଲେଣ୍ଡର ବାହାର କଲେ, ଆଉ ଭୁଲ ଭାଲ ହେଇଗଲା କି? ହେଲା, ଖୋଲିଲେ କ୍ୟାଲେଣ୍ଡର, ସେ 12ର ଡାହାଣରେ ଗୋଟେ ଶୂନ ରଖା ହେଇଛି। ଆଚ୍ଛା 12ର ଡାହାଣରେ ଗୋଟେ ଶୂନ ଦେଲେ କଣ ହବ? କେତେ ହବ? 120। ବର୍ତ୍ତମାନ ପିଲାର ଆୟୁଷ 120 ହେଇଯାଇଛି, ଯୋଉଟା ଯମ ଜାଣିନାହାନ୍ତି। ହେଲା, ଯମ ଏଇ କଥାଟା ଜାଣିନାହାନ୍ତି। ସିଏ ତ ଦେଖୁଛନ୍ତି 12 ହେଲାଣି ମାନେ ଚାଲ ତା ଆତ୍ମାକୁ ଧରିକି ଆସ, କିନ୍ତୁ 12ର ଡାହାଣରେ ଗୋଟେ ଶୂନ ବାଜିଲେ 120 ହେଇଯାଇଛି। ସେ କାମଟା ମହାଦେବ ଶିବ କରିଦେଇଛନ୍ତି। ଏ କଥାଟା ଯମ ଆଉ ଜାଣିନାହାନ୍ତି, ତେଣୁ ତା ଆତ୍ମାକୁ ନବା ପାଇଁ ଆସିଛନ୍ତି। ସେଥିପାଇଁ ଯମଦେବ ମାରିବା ପାଇଁ ଶିବ ପୁରା ତ୍ରିଶୂଳ ଧରି ବାଡେଇଲେ। କଣ ହେଲା? ଆଜ୍ଞା ମୋର ଭୁଲ ହେଇଯାଇଛି, ମୁଁ ଆଜ୍ଞା ଜାଣିପାରିନଥିଲି। ନ ଜାଣିକିରି ତମେ ଆସିଛ ତା ଆତ୍ମାକୁ ନବା ପାଇଁ, ଶୀଘ୍ର ଯା। ଆଉ ଭୁଲରେ ପଛକୁ ଅନେଇକି ଯାଇବନି, ଯା ଶୀଘ୍ର। ଜମା ରହିବେ ନା ପଳେଇବେ? ପଳେଇବେ। ତାହେଲେ 12 ବର୍ଷଟା 120 କେମିତି ହେଲା? ସିଏ ଯୋଉ ଭଗବାନ ଶିବଙ୍କର ନାମ ଜପିଲା, ବୁଝିଗଲା? 12 ବର୍ଷଟା 120 ବର୍ଷ ହେଇଗଲା। ଇଏ ହଉଛି ଭାରତ ବର୍ଷ। ଭାରତ ବର୍ଷରେ ଏଇଭଳିଆ ଭଗବାନଙ୍କ ନାମ ଜପିଲେ ଅସମ୍ଭବଟା ସମ୍ଭବ ହେଇଯାଏ। ବୁଝିହଉଛି? ଥରେ ନାରଦ ମର୍ତ୍ତ୍ୟରେ ବୁଲୁଥିଲେ, ବୁଝିଗଲା? ଏ ଯୋଉ ମର୍ତ୍ତ୍ୟରେ ବୁଲୁଥିଲେ, ସେ ତ ହଉଛନ୍ତି ଭଗବାନ ବିଷ୍ଣୁଙ୍କର ବାର୍ତ୍ତାବହ, ବାଣୀ ନେଇକି ପହଞ୍ଚାନ୍ତି। ଦେବର୍ଷି ନାରଦ ସିଏ ଗୋଟେ ଝୁଲା ଧରିଛନ୍ତି, ଗୋଟେ ବିଣାଟେ ଧରିଛନ୍ତି, ନାରାୟଣ 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 କହିକି ବୁଲନ୍ତି। ଏମିତି କହୁଥିବା ଭିତରେ ଦେଖ, ଆରେ ଗୋଟେ ଗେଣ୍ଡା, ଏତେ ବଡ ଗେଣ୍ଡାଟା। ଗେଣ୍ଡା ଦେଖିଛ ନା? ବଡ ଗେଣ୍ଡା ଦେଖିଛ? ବଢିଆ। ସେ ଗେଣ୍ଡାର ପିଠିରେ ଲେଖା ହେଇଛି ବୈକୁଣ୍ଠ ପ୍ରାପ୍ତି। ନାରଦଟା ଦେଖିଦେଲେ, ଗେଣ୍ଡା ବୈକୁଣ୍ଠ ପ୍ରାପ୍ତି କରିବ? ଭାରତ ବର୍ଷରେ ଏତେ ମୁନି ଋଷି ତପସ୍ୱୀ ଯୋଗୀ ଅଛନ୍ତି, ସେମାନେ କେହି ବିଷ୍ଣୁଙ୍କ ପାଖରେ ସ୍ଥାନ ପାଇବେନି। ବୈକୁଣ୍ଠଟା କୋଉଠି? ଯୋଉଠି ଭଗବାନ ବିଷ୍ଣୁ ରହନ୍ତି, ସେଟା ବୈକୁଣ୍ଠ କୁହାଯାଏ। ହେଲା, ତେଣୁ ଏ ଭାରତ ବର୍ଷରେ ଏତେ ମୁନି ଯୋଗୀ ତପସ୍ୱୀ ଅଛନ୍ତି, ଭଗବାନକୁ ଭଗବାନ 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 ଡାକି ଡାକିକା ଥକିଗଲେଣି, କଙ୍କାଳ ବନିଗଲାଣି, ଚମଡ଼ା ଖାଲି ଢାଙ୍କି ହେଇଛି, ରକ୍ତ ମାଂସ କୁଆଡେ ଶୁଖିଗଲାଣି। ସେମାନେ ଖାଲି ସବୁ ସମୟରେ ଭଗବାନ ଭଗବାନ ହଉଛନ୍ତି। ଏମାନେ କେହି ବୈକୁଣ୍ଠ ପ୍ରାପ୍ତ କରିବେନି? ଏ ଗେଣ୍ଡା ରାତି ପାଇଁ ମଇଳା ଖାଉଛି, ସିଏ ବୈକୁଣ୍ଠ ପ୍ରାପ୍ତି କରିବ? ଭଗବାନଙ୍କର ଗୋଟେ କମନ ସେନ୍ସ ନାହିଁ। ସେ କଣ ଏମିତି ଗୋଟେ ଭୁଲ କରୁଛନ୍ତି? ଆଜି ଭଗବାନଙ୍କୁ କହିବାକୁ ପଡିବ, ତମେ ଭଗବାନ ଯଦି ଭୁଲ କରିବ, ଏ ଲୋକଟା ତ ତମକୁ ଦେଖିକି ଆହୁରି ଭୁଲ କରିବେ। ଆଟଲିଷ୍ଟ ତମେ ଭଗବାନ ହିସାବରେ ତମେ ଠିକ କାମଟା କରିବା କଥା ନା। ଆଜି ଭଗବାନଙ୍କର ଗୋଟେ ଭୁଲ ବାଛି ଦେଇଛନ୍ତି ନାରଦ। କାଳେ ଭଗବାନ ଫାଙ୍କି ଦେବେ କି ମୁଁ ଏଟାକୁ ଲେଖିନି, ମିଛ କହୁଛ, କାହିଁ ପ୍ରମାଣ? ଆଜିକାଲି ତ ସବୁ ପ୍ରମାଣ ଖୋଜୁଛନ୍ତି ନା, କାଳେ ସେମିତି ଭଗବାନ ପ୍ରମାଣ ଖୋଜିବେ କି? ତେଣୁ କାଳେ ଭଗବାନ ପ୍ରମାଣ ଖୋଜିବେ, ତେଣୁ ଗେଣ୍ଡାଟାକୁ ତାଙ୍କ ଝୁଲାରେ ପକେଇଲେ, ଗଲେ ବର୍ତ୍ତମାନ ବୈକୁଣ୍ଠକୁ। ଆଉ ଯାଇ ବୈକୁଣ୍ଠ ଖୋଜ, କୁଆଡେ ଗଲେ ବିଷ୍ଣୁ, କୁଆଡେ ଗଲେ ବିଷ୍ଣୁ, ପୁରା ଦମ 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 ହେଇକି ଚାଲୁଛନ୍ତି। ବିଷ୍ଣୁ ଦେଖିଲେ ଆଜି ନାରଦଙ୍କର ପାଦଟା ପୁରା ଜୋର ଜୋର ପଡୁଛି, କଣ କିଛି ଗୋଟେ ହେଇଛି ନି? କଣ ହେଲା ନାରଦ?
आज तुम स्टेप कौन जोरे जोरे पड़ुची कौन है कि आज्ञा मुझे आपको खोजुची मत खोज आपण आर मोर बहुत जरूरी काम अच्छे मो पाखे पुणी तुम जरूरी काम पड़गला कौन है तुम हठात तुम मो पाखे जरूरी काम पड़गला आपणकर आजिकल कमन सेन्स रोनी कौन कली कौन कह टे मत कौन एत कथा कौच आपण भगवान केमी भूल केमी कले मु भूल कर पुणी कहले हाँ आया प्रमाण सांगर धरिकी आनी आप फांकिले हेनी प्रमाण मत धरिकी आस हाँ देखिया कौन कर आपण गोटे गेंडार पिठरे वैकुंठ प्राप्ति लिखिं मु लिखी हाँ मुझे जानी ठीक फांकी बोली आज्ञा प्रमाण सांगे धरिकी आसी आपण फांकुंट कौन नाई ना देखेल टे गेंडा गेंडा को बाहर कले झुलारू है कौटी बर्तमान अच्छा नारद वैकुंठ बर्तमान नारद वैकुंठ अच्छा गेंडा पीठ बाहरला गेंडा झुला भितर बाहरला गेंडा पीठ जो लिखाई वैकुंठ से लिखाई बाहरला देख कौन लिखिच हाँ वैकुंठ एटा आपणकर हैंड राइटिंग ना आउ के लिखी ना एटा मु लिखी मुझे प्रमाण न आप फांकी दे था आप भगवान केमी भी टाउटरी कर आजिकल कमन सेन्स रोनी अवश्य तुम्हें जोटा कह ठीक कथा मुझे आजिकल कमन सेन्स रे काम करनी मुझे आजिकल सुपर सेन्स रे काम कर अच्छा अच्छा एमती कथा कि मुझे जान नी हेल्ले कौन है असुविधा कौन है आप गेंडा पीठे केमती लिखिदे आपन केते लोक ये तपस्या कर भारत वर्ष से कहीं वैकुंठ पाइबे आप गेंडा पीढ़ी लिखी वैकुंठ प्रति बोली अच्छा नारद मत कह मु गेंडा पीढ़ी लिखी ठीक हेले से थिला कौटी मु लिखिदे गेंडा पीठे वैकुंठ प्राप्ति बोली हेले से थिला कौटी मर्ते एबे कौटी अच्छी वैकुंठ अच्छा तो वैकुंठ प्राप्त करदेला किए आज्ञा मु करदेली केमी तुम करदेल सी तो मर्ते था तार जन्म पर जन्म जन्म पर जन्म जन्म पर जन्म जन्म होता मरी था जन्म होता मरी था एमती हजारे कि लक्षे थर जन्म होता वैकुंठ प्राप्ति करता तुम्हें कौन कल तो सांगे सांगे प्राप्त करदेल तुम्हें केड़े सेंसिबल काम कर मोर कमन सेंस ना कौच मु ज्ञान काम करनी अज्ञानतार काम कर तुम्हें केड़े ज्ञान काम कर टे आज्ञा मोर भूल गला आज्ञा मुझे जापारे आज्ञा मुझे सागे प्राप्त करदेली से लिखाई से मर्ते था भल होता आ मु तो सीधा धरिकी पड़े आईली वैकुंठ को कहले देख नारद तुमर भी ए भूल ना आज्ञा मोर भूल नहीं ना केमी तार जेहेतु वैकुंठ प्राप्त हबार अच्छी गोटे मध्यम खोजुला जहाँ मध्यम से वैकुंठ को जीव जमी आम गाड़ी मध्यम केन्दुझर जाऊँ बुझे कि नहीं गाड़ी बस पलाऊ केन्दुझर साइकेल रे स्कूटर रे मोटरसाइकेल रे आम पलाऊ एटा माध्यम से भाई तमें माध्यम हो माध्यम जुटीगला ठीक से भाई बर्तमान ए संसार को माँ श्री आसरी माध्यम आम भगवान हवा भगवान चोर भय थाए कि कह भगवान चोर भय अच्छी भगवान रोग भय अच्छी भगवान डकायत भय अच्छी भगवान गरीब भिक मागे भगवान भिक मागती गरीब से तो गरीब नुहति भिक मागे तो मंदिर को नड़िया कहीं दौच क्या दौच मंदिर को जाऊच कि नहीं कौन नहीं दौच कदली नड़िया दौच ना अच्छा भगवान सारा संसार सृष्टि कले तांकर नड़िया अभाव थिला तमें देले सी खाइबे तापर नड़िया दौच पुणी मानसिक कर 108 नड़िया देवी प्रभु मोर केमी मेट्रिक रे A+ हो मोर पाठ के बढ़िया हो मानसिक कर बुझीगला 108 नड़िया कौट आनी दुकान सीना किणिकी आनी दुकानी कौन गचरे फल फल नड़िया फलटा गचरे से फल अच्छा गचरे किए फल नड़िया को भगवान ना मनीष फल
ଭଗବାନ ଫଳଉଛନ୍ତି। ଆମେ ଗଛ ଲଗେଇଦେଲେ ଫଳ କିଏ ଫଳେଇବ? ଭଗବାନ ଫଳେଇବେ। ଯଦି ଭଗବାନ ଇଚ୍ଛା କରିବେ ନା କୌଣସି ଗଛରେ ଫଳ ହବନି, ତମେ କୋଉଠୁ ଫଳ ପାଇବ କୁହ? କୌଣସି ଗଛରେ ଫଳ ଫଳିବ ନାହିଁ, ତମେ ଫଳ ଆଉ ପାଇବ? ତାହେଲେ ଗଛରେ ଫଳଟା କିଏ ଫଳଉଛି? ଭଗବାନ। ଆଚ୍ଛା, ଯିଏ ଫଳଟା ଫଳେଇଲା ତାର ଅଧିକାର ନା ଆମର ଅଧିକାର? କେମିତି ଆମର ଅଧିକାର ହେଲା? ଯିଏ ଫଳ ଫଳେଇଲା ତାର ଅଧିକାର, ସେ ଫଳକୁ ଖାଇବ କି ଫୋପାଡ଼ିବ କି ଆଉ କାହାକୁ ଦବ, ସିଏ ଯାହା କରିପାରିବ ହେଲା। ଆଉ ଆମେ ତାକୁ ତୋଳି ଆଣିକି ଦୋକାନରେ ବିକି ପଇସା ପାଇଯାଉଛି, ପୁଣି ତାକୁ ନେଇ ମନ୍ଦିରରେ ଦେଖୁଛୁ, ପୁଣି ମନ୍ଦିରକୁ ଥାଳିଏ ଥାଳିଏ ଭୋଗ ନେଇକି ଯାଉଛୁ, ନଡ଼ିଆ କଦଳୀ ଫୁଲ ଧୂପ, ପୁଣି ଲଡୁ ଥିବ, ଜିଲାପି ଥିବ, ଗଜା ଥିବ, ଫେଣି ଥିବ, ଆହୁରି କେତେ କେତେ ମିଠା ଥିବ, ଥାଳିଏ ଭୋଗ ନେଇକି କିଣିକି 50 କି 100 ଟଙ୍କାର ଭୋଗ କିଣିକି ନେଇକି ଭଗବାନଙ୍କୁ ଦେଖୁଛୁ। ଭଗବାନଙ୍କୁ ଦେଇକି ଆସୁଛୁ ନା ଖାଇ ଦେଇକି ଖାଉଛୁ? ସବୁ ଦେଇ ଦଉଛ? ମନ୍ଦିରକୁ ଯାହା ନେଇଥାଉ ଦେଇ ଦେଇକି ପଳେଇ ଆସ? ଏଇ ଯୋଉ ଲଡୁ ନଡ଼ିଆ କଦଳୀ ସବୁ ଦେଇଥାଅ, ସେ ଭଗବାନଙ୍କୁ ଦେଖେଇ ଦିଏ, ପାଣି ଟିକେ ବୁଲେଇ ଦବ, ତାଳି ଟିକେ ମାରିଦବ, ହଁ ନେଇଯାଅ। ନନା ଏଇଆ କରେ ନା ନାଇଁ? ତାପରେ ଆଣିକି ତମେ ତାକୁ ଖାଅ। ଗଣେଶ ପୂଜା ତମର ଏଠି ହଉଥିବ, ନଡ଼ିଆ ଆଣୁଛ ବାଡ଼େଇ ଦଉଛ, ଗଣେଶକୁ ନଡ଼ିଆ ଦେଇ ଦେଇ ପଳଉଛ ନା ନିଜେ ଖାଉଛ? ନିଜେ ଖାଉଛ ତ ନା ଗଣେଶକୁ ଦଉଛ? ଟିକିଏ ଦଉଥିବ, ଛୋଟିଆ ଖଣ୍ଡା ଭଗବାନଙ୍କୁ ଦିଅ, ଭାଇ ବଡ ଖଣ୍ଡା ଆମର ଥାଉ ହେଲା। ଏଇଆ ହଉଛି ନା ନାଇଁ? କାରଣ ଭଗବାନ ଅଳ୍ପ ଖାଆନ୍ତି ତ, ଭଗବାନ ଅଳ୍ପ ଖାଆନ୍ତି, ତେଣୁ ଟିକିଏ ନିଅ, ନୁହେଁ? ଆମେ ଏଇଆ କରୁଛୁ, ତେଣୁ ଭଗବାନ ସବୁବେଳେ କମ ଦିଆଯିବ, ଆମେ ବେଶୀ ଖାଇବା ହେଲା। ଆଚ୍ଛା, ଭଗବାନ ଏଟା ଖାଆନ୍ତି? ଭଗବାନ ଖାଆନ୍ତିନି, ଆମେ ତାଙ୍କୁ ଦେଖେଇ ଦଉଛୁ। ହଁ ଟିକେ କାହିଁକି ଭଗବାନ ଅସନ୍ତୁଷ୍ଟ ହେବେ, ଟିକେ ଦେଇଦେଇକି ଆସିବା, ଟିକେ ଦେଇଦେଇକି ପଳେଇ ଆସୁଛୁ ହେଲା। ଏଇ ଯୋଉ ଟିକେ ଦେଇଦେଇକି ପଳେଇ ଆସୁଛୁ, ତାପରେ ଆମେ ଖାଉଛୁ, ବୁଝିହଉଛି? ଭଗବାନ କଣ ଲାଞ୍ଚୁଆ? ତମ ଲାଞ୍ଚ ଦେଲେ ସେ କାମ କରିବେ? ଆଉ ଲାଞ୍ଚ ଯାଚୁଛୁ, ନଡ଼ିଆ ଦେବି, କୁକୁଡ଼ା ଦେବି। ଭଗବାନ ଆଜିକାଲି ଚିକେନ ମଟନ ଖାଇଲେଣି, ଜାଣିଛ ନା ନାଇଁ? ଆଜିକାଲି ଭଗବାନ ଚିକେନ ମଟନ ଖାଉଛନ୍ତି। କଣ ଚିକେନ ମଟନ କଣ କିରେ? କୁକୁଡ଼ା ବଳି ପକା ହଉଛି ନା ନାଇଁ? ଠାକୁରାଣୀ ଶାଳରେ ବୋଦା ବଳି ପକା ହଉଛି କି ନାଇଁ? ଆଉ ବୋଦା ବଳିରେ ମଟନ, କୁକୁଡ଼ା ବଳି ହେଲା ଚିକେନ, ଦିଆ ହଉଛି ନା ନାଇଁ? କୁହ ସତ କଥା, ଦିଆ ହଉଛି। କଣ ଭଗବାନ ଖାଉଛନ୍ତି ଚିକେନ ମଟନ? କିନ୍ତୁ ଆମେ ଦଉଛୁ, ବୁଝିଗଲା? ଭଗବାନ କଣ କହିଛନ୍ତି? ମତେ ଚିକେନ ଦିଅ ନହେଲେ ମୁଁ ଖୁସି ହେବିନି କହିଛନ୍ତି? ମତେ ମଟନ ଦିଅ ନହେଲେ ମୁଁ ଖୁସି ହେବିନି କହିଛନ୍ତି? କିନ୍ତୁ ଆମେ ଦଉଛୁ ଚିକେନ ମଟନ, କାରଣ ଭଗବାନ ଟିକେ ଲାଞ୍ଚ ଅଧିକା ନେଲେ ଆମ କାମଟା ଶୀଘ୍ର କରିଦେବେ, କାହିଁକି? ଏଇଆ ଭଗବାନ ଲାଞ୍ଚୁଆ? ଭଗବାନ ଲାଞ୍ଚୁଆ ନୁହନ୍ତି, ଆମେ ତାଙ୍କୁ ଲାଞ୍ଚୁଆ କରଉଛୁ। ଭଗବାନ ଆମେ ଲାଞ୍ଚ ଦେଖେଇଲେ, ଠକାମି କଲେ, ସେ ଆମକୁ କୃପା ଦେବେ, ବୁଝିହଉଛି? ତେଣୁ ଆମେ କଣ କରିବା? ଭଗବାନଙ୍କର ଆଶୀର୍ବାଦ ପାଇବା। କେମିତି କରିବା? କଣ କରିବା? ଭଗବାନ କହ, ମା ମୁଁ ତୋ ପିଲା। କୁହ, ତମ ମା କହିବ ଭଗବାନଙ୍କୁ, ମା ମୁଁ ତମ ପିଲା, ମା ମୁଁ ତମ ପିଲା, ତମେ ମତେ ଗ୍ରହଣ କର, ତମେ ମତେ ପରିଚାଳିତ କର, ତମେ ଯେମିତି ଚାହୁଁଛ ମତେ ସେମିତି କରି ଗଢ, ତମ ଇଚ୍ଛା ପୂର୍ଣ୍ଣ ହଉ। ବାସ୍, ଏତିକି କଥା ଆଜି ସବୁଦିନ କହିବ ହେଲା। ମା ମୁଁ ତମ ପିଲା, ତମେ ମତେ ଗ୍ରହଣ କର, ତମେ ମତେ ଯେମିତି ଚାହିଁଛ ସେମିତି କରି ଗଢ, ତମ ଇଚ୍ଛା ପୂର୍ଣ୍ଣ ହଉ। ଏଇ ପ୍ରାର୍ଥନା ଯିଏ ସବୁଦିନ କରୁଥିବ ତାକୁ ମା ନିଶ୍ଚିତ ଭାବରେ କୃପା କରିବେ, ନିଶ୍ଚିତ କୃପା କରିବେ, ବୁଝିପାରିଲ? ଆଜି ତ ଆମେ ହଠାତ୍ ପଳେଇ ଆସିଲୁ, ମା ସହିତ ଫଟୋ ଆଣିନୁ, ଆଉ ଥରେ କେତେବେଳେ ଆସିବୁ, ମୁଁ ଯୋଉ ମାଙ୍କ କଥା କହୁଥିଲି ସେଇ ମାଙ୍କ କଥା ଆହୁରି ବଢିଆ କୁହାଯିବ, ଫଟୋ ମଧ୍ୟ ଦେଖିବ, ଯିଏ ଚାହିଁବ ବି ଫଟୋ ନବ, ବୁଝିଗଲା? ଆଜି ସମାଜରେ ଯୋଉ ଗୋଳମାଳ ସବୁ ହଉଛି, କେବଳ ଲୋକମାନେ ଭଗବାନଙ୍କୁ ଡାକୁନାହାନ୍ତି ବୋଲି। ଯୋଉ ପିଲା ଭଗବାନଙ୍କୁ ଡାକିବନି ସେ ଦୁଷ୍ଟ ହବ,
ତମେ ଦୁଷ୍ଟ ହବ ନା ଭଲ ପିଲା ହବ କୁହ? ଯିଏ ଭଗବାନଙ୍କୁ ଡାକିବ ନାହିଁ ସବୁଦିନ ସେ ପିଲା ଦୁଷ୍ଟ ପିଲା ହବ। ତେଣୁ ତମେ ସବୁଦିନ ମା 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 ବୋଲି କହିବ ନା ନାହିଁ? କହିପାରିବ ତ? କିଛି ମନ୍ତ୍ର ଦରକାର ନାହିଁ, କିଛି ମନ୍ତ୍ର ଦରକାର ନାହିଁ। ପାଠ ଆସୁନି, ବସିବ ପାଠ ପାଖରେ ମା 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 ଜପିବ। ମା ମତେ ପାଠ ଦିଅ, ମତେ ଜ୍ଞାନ ଦିଅ, ମତେ ବୁଝିବା ଶକ୍ତି ଦିଅ। ତାପରେ ପଢିବ, ଦେଖିବ ଯୋଉ ପାଠ ହଉନଥିଲା ମାଙ୍କୁ ଜଣେଇଲଣି ବୋଲି ସେଇ ପାଠ ତମର ହବ। ଯୋଉ ପାଠ ମନେ ରଖି ପାରୁନଥିଲ ମା 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 ଜପ କରିକି ପଢିବ, ସେଇ ପାଠ ତମର ମନେ ରହିବ। ତମ ବାପା ରାଗୁଛନ୍ତି, ମା 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 ଜପିବ, ତମ ବାପା ଆଉ ରାଗି ପାରିବେନି। ବୁଝିପାରିଲ? ତମ ବାପା ମାରି ପାରିବେନି। ବୁଝିହଉଛି? ମା ନାମ ଜପିବ ତ? ଗୋଟିଏ କାମ ଖାଲି କରିବ, କଣ କହିଲି? ମା ମା ନାମ ଜପିବ। ଖାଲି ମା 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 ନାମ ଜପିବ, ବାସ୍ ଏତିକି କାମ। ପାଠ ପଢିବା ପୂର୍ବରୁ, ଖାଇବା ପୂର୍ବରୁ, ଖେଳିବା ପୂର୍ବରୁ, ସାଙ୍ଗ ଘରୁ ଯିବା ପୂର୍ବରୁ ମା ଖାଲି ଜପିବ। ଏଇ ମା ନାମ ଜପିଲେ ତମ ଗୁଣ ବଦଳିଯିବ। ତମର ଖରାପ ଗୁଣ ଗୁଡା କହିଲେ ଅଗ୍ନି ଭଳିଆ ପୋଡିଯିବ, ଚନ୍ଦ୍ର ଭଳିଆ ଆମ ଭିତରେ ଶୁଦ୍ଧ କିରଣ ପ୍ରବେଶ କରିବ, ପରିବର୍ତ୍ତନ ହେଇଯିବ। କରିବ ତ? ତାହେଲେ ଆମେ ଗୋଟେ ମିନିଟ ମାଙ୍କ ନାମ ଜପିକି ସାରିବା, ହେଲା? ଠିକ ଅଛି, ସିଧା ମେରୁଦଣ୍ଡ ସିଧା। ମା 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 ସମସ୍ତେ ମା 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 Ma 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 Over.